हाय फ्रेंड्स, आज मुझे गोटे कथा कहबी। आग को भैलेंटाइन डे आसुची, आमे तो सब पालन करुचे, आमे गर्लफ्रेंड हो कि बॉयफ्रेंड साथी रे। किंतु भैलेंटाइन डे रो बैकअप स्टोरी कौन सेटा किए जाना। आज सेटा जानिबा। मो साथी रे सुधा अछंती, से कहबे भैलेंटाइन डे रो बैक स्टोरी कौन। हाय फ्रेंड्स, थैंक यू सो मच पवित्र मते ए चांस देवाई। सेमते तो कहा जाए कि सेंट वैलेंटाइन रो बहुत सारा स्टोरीज इंटरनेट रे मिल जीवो। बट थरे मते जो थरे मते मो संगे जो स्टोरी मो सार शेयर करथिले सेटा मो आज अपन समस्त सामने रे शेयर करबी। पुराना जमाने रे माने जो टाइम रे राजा महाराजा रहुथिले से टाइम रे स्टोरीटा ହେଇଥିଲା। ସେ ଟାଇମ୍ର ଷ୍ଟୋରି ମୁଁ ଆପଣ ସମସ୍ତଙ୍କ ସାଙ୍ଗରେ ସେୟାର କରିବାକୁ ଯାଉଛି। ଆଣ୍ଡ ପୁରୁଣା ଜମାନାରେ ରୋମାନରେ ରାଜା ଯିଏ ବି ଥିଲେ ସେମାନେ ସୋଲଜର୍ସ ମାନଙ୍କୁ ତାଙ୍କ ଫ୍ୟାମିଲିଠୁ ଦୂର ରଖୁଥିଲେ ଆଉ ତାଙ୍କୁ ବାହା ହେବା ପାଇଁ ମନା କରୁଥିଲେ। ବାହା ହେବା ପାଇଁ ମନା କରିବାର ରିଜନ୍ ଏଇଆ ହେଲା କି ଯଦି ସେମାନେ ବାହା ହେଇଯିବେ ତାଙ୍କ ଲାଇଫରେ ସ୍ତ୍ରୀ କି ଛୁଆ ପଳେଇ ଆସିବେ ତ ତାଙ୍କୁ ନିଜ ଜୀବନ ଉପରେ ବହୁତ ପ୍ରୀତି ଆସିବ। ଆଣ୍ଡ ଏଇଟା ତ ସତ କଥା ନା, ବାହା ହେଲା ପରେ ନିଜ ଫ୍ୟାମିଲିକୁ ଛାଡ଼ିକି କିଏ ଏତେ ରିସ୍କ ନେବ। ତ ସେଥିପାଇଁ ସେ ଟାଇମ୍ରେ ରାଜାମାନେ ଏଇଆ ଗୋଟେ ରୁଲ୍ ପରି ରଖୁଥିଲେ କି ସେମାନେ ବାହା ହେଇପାରିବେନି। ସେଣ୍ଟ ଭ୍ୟାଲେଣ୍ଟାଇନ୍ ଥିଲେ ବହୁତ ଭଲ ସୋଲଜର, ଯେ କି ତାଙ୍କର ନାଁ ବି ବହୁତ ଲୋକଙ୍କ ମନରେ ପ୍ରଚଳିତ ଅଛି। କାହିଁକି ନା ସେ ସାହସପଣର ଗୋଟେ ଅଲଗା ଲେଭେଲକୁ ନେଇକି ଯାଉଥିଲେ। ବଟ୍ ସେ ସେଣ୍ଟ ଭ୍ୟାଲେଣ୍ଟାଇନ୍ସକୁ ଥରେ ପ୍ରଥମ ଦେଖାରେ ସେ ଭଲ ପାଇ ବସିଲେ ସେଇ ରାଜାର ଝିଅକୁ। ଆଉ ରାଜାର ଝିଅ ବି ଧୀରେ ଧୀରେ ତାଙ୍କୁ ଭଲ ପାଇବାକୁ ବସିଲେ। ମଝିରେ ଏ କଥା ବି ପ୍ରଚଳିତ ଅଛି କି ରାଜା ଯେଉଁ ସେଣ୍ଟ ଭ୍ୟାଲେଣ୍ଟାଇନ୍ସ ଥିଲେ ସେ ତାଙ୍କ ଭ୍ୟାଲେଣ୍ଟାଇନ୍ ମାନେ ପ୍ରିନ୍ସେସ୍ ପାଇଁ ମାନେ ରାଜାର ଝିଅ ପାଇଁ ଗୋଟେ ଚିଠି ଲେଖିଥିଲେ ଆଉ ସେ ଚିଠିରେ ତଳେ ସିଗ୍ନେଚର କରିଥିଲେ ଫ୍ରମ୍ ୟୋର ଭ୍ୟାଲେଣ୍ଟାଇନ୍। ଏ କଥା କେତେ ଦୂର ଯାଏଁ ସତ ସେଇଟା ତ ମୁଁ ଜାଣିନି, କାହିଁକିନା ଏ କଥା ସାର୍ କହିନାହାନ୍ତି, ଏ କଥା ବାକି ଲୋକ କହିଛନ୍ତି। ତ ଦିନେ ସେମାନେ ସେଣ୍ଟ ଭ୍ୟାଲେଣ୍ଟାଇନ୍ ଆଉ ରାଜାର ଝିଅ ପ୍ରିନ୍ସେସ୍ ସେ ଦୁଇ ଜଣ ଲୁଚିକି ଦେଖା ହେଉଥିଲେ, କଥା ହେଉଥିଲେ, ବସିକି ଟାଇମ୍ ସ୍ପେଣ୍ଡ କରୁଥିଲେ। ଦିନେ ରାଜାକୁ ଏ ବିଷୟରେ ଖବର ଜଣା ପଡ଼ିଗଲା। ସେଣ୍ଟ ଭ୍ୟାଲେଣ୍ଟାଇନ୍କୁ ନେଇକି ସେ ବହୁତ କ୍ରୋଧିତ ହେଲେ ଆଉ ଚୁପଚାପ ଯେମିତିକି ତାଙ୍କ ଝିଅ ନ ଜାଣୁ ଚୁପଚାପ ତାଙ୍କୁ ମାରିବା ବ୍ୟବସ୍ଥା କରିଦେଲେ। ସେଣ୍ଟ ଭ୍ୟାଲେଣ୍ଟାଇନ୍ ମରିଗଲା ପରେ ଏଠି ରାଜାର ଝିଅକୁ ବି ଜଣା ପଡ଼ିଗଲା କି ତାଙ୍କ ବାପା ତାଙ୍କ ଲଭର ଭ୍ୟାଲେଣ୍ଟାଇନ୍କୁ ମାରି ଦେଇଛନ୍ତି। ଏ କଥା ଜଣା ପଡ଼ିଲା ପରେ ସେ ବି ସୁସାଇଡ୍ କରିନେଲେ। ତ ସୋଲଜର୍ସ ମାନେ ବହୁତ କାନ୍ଦିଲେ, ମାନେ ବାକି ଯିଏ ସୋଲଜର୍ସ ଥିଲେ ସେମାନେ ବହୁତ କାନ୍ଦିଲେ, ବହୁତ ଦୁଃଖ କଲେ। ଆଉ ଏଟ୍ ଏ ଟାଇମ୍ ତାଙ୍କ ରାଜା ଉପରେ ବହୁତ କ୍ରୋଧ ବି ଆସିଥିଲା, ବହୁତ ରାଗ ବି ଆସିଥିଲା। କାହିଁକିନା ଏ ଛୋଟ ରିଜନ୍ ପାଇଁ ସେ ତାଙ୍କ ଜୀବନ ନେଇନେଲେ। ୱିଥାଉଟ୍ ଏନି ସଚ୍ ଟାଇପ୍ ଅଫ୍ ରିଜନ୍ ସେ ତାଙ୍କ ଜୀବନ ନେଇନେଲେ ବୋଲି ସମସ୍ତେ ସୋଲଜର୍ସ ଏକାଠି ହେଲେ ଆଉ ସେ ରାଜାଙ୍କୁ ମାରିଦେଲେ। ହେଲେ ତାଙ୍କର ଯେଉଁ ମରଣ ଦିନ ଥିଲା ସେଇଟା ହେଉଛି ଫେବୃଆରୀ 14। ତ ସେଥିପାଇଁ ସେ ଟାଇମ୍ରୁ ଫେବୃଆରୀ 14 ଭ୍ୟାଲେଣ୍ଟାଇନ୍ସ ଡେ ରୂପରେ ୟୁନାଇଟେଡ୍ ମାନେ ଫରେନ୍ ଦେଶରେ ଭ୍ୟାଲେଣ୍ଟାଇନ୍ସ ଡେ ବୋଲି ସେ ଦିନକୁ ପାଳନ କରୁଥିଲେ। ସେଣ୍ଟ ଭ୍ୟାଲେଣ୍ଟାଇନ୍ସ ପାଇଁ ସେ ନାଁ ବି ଆସିଥିଲା। ଜଷ୍ଟ ସେକେଣ୍ଡ ମୁଁ ଆପଣଙ୍କୁ ଟାଇମ୍ ମାନେ ସେ ଟାଇମ୍ ବି କହିଦେଉଛି। ମୋର ମନ ନାହିଁ, ସେ ଆଇ ଥିଙ୍କ 1990s କି ସେ ଟାଇମ୍ର କଥା। ତ ସେ ଟାଇମ୍ର ମାନେ ତାଙ୍କର ସେଣ୍ଟ ଭ୍ୟାଲେଣ୍ଟାଇନ୍ ପାଇଁ ଫେବୃଆରୀ 14 ମନାଯାଏ ଆଜ୍ ଏ ଭ୍ୟାଲେଣ୍ଟାଇନ୍ସ ଡେ। ବଟ୍ ଆଜି ଯେମିତି ଆମେମାନେ ସମସ୍ତେ ଏତେ ଟ୍ୟାଲେଣ୍ଟେଡ୍ କି ଗୋଟେ କଥାକୁ ଗୋଟେ କିଛି ବି ପର୍ବ ଆସିଲା ତା ପଛରେ ରିଜନ୍ସ ନ ଜାଣିକି ଆମକୁ ଫଲୋ କରିବାର ବହୁତ ଥାଏ, ବହୁତ ଇଚ୍ଛୁକ ଥାଏ। ସେମିତି ଇଣ୍ଡିଆରେ ବି ଭ୍ୟାଲେଣ୍ଟାଇନ୍ସ ଡେ ମନାଯାଏ।
ଆଉ ସେ ଟାଇମ୍ରେ ତ ମାନେ ମୁଁ ଯେବେ ଛୋଟ ଥିଲି ସେ ଟାଇମ୍ରେ ତ ଖାଲି ଆମେ ଏତିକି ଦେଖୁଥିଲୁ କି ଟିଭିରେ ଯେଉଁ ଆଙ୍କରଙ୍କୁ ଗୋଟେ ଚିଠି ଆସେ ଆଉ ସେମାନେ ଚିଠି ପଢ଼ିକି ଗୀତ ଡେଡିକେଟ୍ କରନ୍ତି ତାଙ୍କ ଭ୍ୟାଲେଣ୍ଟାଇନ୍ସ ପାଇଁ। ଏଇଟା ଆଗରୁ ହେଉଥିଲା ବଟ୍ ଏବେ ବହୁତ କିଛି ଚେଞ୍ଜେସ୍ ପଳେଇ ଆସିଲାନି ଭ୍ୟାଲେଣ୍ଟାଇନ୍ସ ଡେକୁ ନେଇକି। ଆଣ୍ଡ ହଁ କ'ଣ କହିବି ତୁମମାନଙ୍କୁ, ତ ଏଇଟା ହେଉଛି ଆକ୍ଚୁଆଲ୍ ଷ୍ଟୋରି ସେଣ୍ଟ ଭ୍ୟାଲେଣ୍ଟାଇନ୍ସ ଡେ। ଆଚ୍ଛା ସୁଧା, ଆଉ ଗୋଟେ କଥା, ଆମେ ଯେଉଁ ଏ ଭ୍ୟାଲେଣ୍ଟାଇନ୍ ଡେରେ 7 ଡେ ପାଳନ କରୁଛେ, ହକ୍ ଡେ, କିସ୍ ଡେ, ମିସ୍ ଡେ, ସେ ଡେ, ଇଏ ଡେ, ଏସବୁ ସେଇବେଳୁ ଥିଲା ନା ଏବେ ହେଇଛି ଏଇଟା? ଆଉ ଭ୍ୟାଲେଣ୍ଟାଇନ୍ ଡେରେ ବଡ଼ ବଡ଼ ଗିଫ୍ଟ ଦେବା ଆଉ ଓୟ ଯିବା ସେତେବେଳେ ଥିଲା କି? ନାଇସ୍ କ୍ୱେଶ୍ଚନ୍ ପବିତ୍ର, ବଟ୍ ନା, ତେବେଠୁ ହିଁ 7 ଦିନ ପାଳନ କିଛି ବି ନଥିଲା। ଖାଲି ଫେବୃଆରୀ 14ରେ ଭ୍ୟାଲେଣ୍ଟାଇନ୍ ମନା ହେଉଥିଲା। ବଟ୍ ଯେମିତିକି ଗୋଟେ ଜିନିଷ ଆଗକୁ ବଢ଼ୁଥାଏ ତ ଆମେମାନେ କିଛି କ୍ରିଏଟିଭ୍ କରୁଥାଉ, ତ ସେମିତି ଏଇଟା ଏ ଯେଉଁ ଫେବୃଆରୀ 7th ରୋଜ୍ ଡେ, ପ୍ରପୋଜ୍ ଡେ ଆଉ କ'ଣ ଅଛି ବି ମୋତେ ମନେ ନାହିଁ, ମୋତେ ଜଣା ନାହିଁ। ତ ଏସବୁ ଆମେ ଆଡ଼୍ କରିଛୁ। ବଟ୍ ସେମିତି କିଛି ବି ନାହିଁ କି ଭ୍ୟାଲେଣ୍ଟାଇନ୍ସ ଡେ ହେଉଛି ନିଜ ପ୍ରେମୀକୁ ନିଜ ମନ କଥା ଜଣାଇବା ହେଉଛି ଭ୍ୟାଲେଣ୍ଟାଇନ୍ସ ଡେର ଆକ୍ଚୁଆଲ୍ ରିଜନ୍। ଆଣ୍ଡ ବଟ୍ ସେମିତି କିଛି ବି ନାହିଁ କି ଏ ଯେଉଁ 7 ଦିନ ପୂର୍ବରୁ ଯେଉଁ ଡେସ୍ ଅଛି ତ ସେସବୁ ଆଗରୁ ନଥିଲା, ଏଇଟା ଏବେ ଆମେ ଆଡ଼୍ କରିଛୁ। ଆଚ୍ଛା ସୁଧା, ଲାଷ୍ଟ କ୍ୱେଶ୍ଚନ୍, ଭ୍ୟାଲେଣ୍ଟାଇନ୍ ଛଡ଼ା ଫେବୃଆରୀ 14ରେ ଆଉ କ'ଣ କ'ଣ ସବୁ ଫେମସ୍ ଅଛି କହିବ କି? ନାଇସ୍ କ୍ୱେଶ୍ଚନ୍ ପବିତ୍ର। ଫେବୃଆରୀ 14 ଆଉ ଦୁଇ ରିଜନ୍ ଯୋଗୁଁ ଆମକୁ ବହୁତ ଭଲସେ ମନରେ ରହିଗଲା। ଗୋଟେ ହେଉଛି ମାତୃପିତୃ ପୂଜା ଦିବସ, ଯେଉଁଟାକି 2007ରେ ଆମେ ଇଣ୍ଡିଆନ୍ସ ମାନେ ଭ୍ୟାଲେଣ୍ଟାଇନ୍ସ ଡେ ଅଲ୍ଟରନେଟିଭ୍ରେ ବାହାର କରିଥିଲୁ। ଆଜ୍ ପେରେଣ୍ଟସ୍ ଡେ ବି କୁହାଯାଏ, ଆମେ ତାକୁ ସେଲିବ୍ରେଟ୍ କରୁ। ଆଉ କାହିଁକିନା ଆମ ମାଆ ବାପା ଆମର ପ୍ରଥମ ପ୍ରେମ। ଆମ ମାଆ ବାପା ଆମକୁ ଜନ୍ମ ଦେଇଛନ୍ତି, ଆମ ପାଇଁ ବହୁତ କିଛି କରିଛନ୍ତି ଆମ ମାଆ ବାପା। ଆଉ ସେକେଣ୍ଡ ରିଜନ୍ ହେଉଛି ଯେଉଁଟାକି କହିଲା ବେଳକୁ ବହୁତ କଷ୍ଟ ଲାଗୁଛି, ବହୁତ ହୃଦୟ ବିଦାରକ ଗୋଟେ ଘଟଣାଟା ଘଟିଗଲା 2019 ଫେବୃଆରୀ 14ରେ। 2019 ଫେବୃଆରୀ 14ରେ 40 CRPF ଯବାନ ଯାଉଥିଲେ ଆଉ ଜମ୍ମୁ କାଶ୍ମୀର ହାଇୱେ ପୁଲୱାମା ଡିଷ୍ଟ୍ରିକ୍ଟରେ ତାଙ୍କ ଉପରେ ସୁସାଇଡ୍ ବମ୍ବାର ଆଟାକ୍ କରିଦେଇଥିଲେ। ବହୁତ କଷ୍ଟରେ ସେମାନେ ଶେଷ ନିଶ୍ୱାସ ନେଲେ। ସେଥିପାଇଁ ତାଙ୍କୁ ଆମେ ସ୍ମରଣ କରିକି ତାଙ୍କ ଶ୍ରଦ୍ଧାଞ୍ଜଳିରେ ସେଦିନକୁ ବ୍ଲାକ୍ଆଉଟ୍ ପରି ବି ମାନୁ। ତ ସେଲିବ୍ରେଟ୍ ତ ମୁଁ କହିବିନି, ବଟ୍ ବ୍ଲାକ୍ଆଉଟ୍ ଡେ ପରେ ଆମେ ତାଙ୍କୁ ଗୋଟେ ଶ୍ରଦ୍ଧାଞ୍ଜଳି ଦେବା ଗୋଟେ ଅନ୍ଦାଜରେ ତାଙ୍କୁ ମନେ ପକାଉ। ଆଉ ଏଇ ହୃଦୟ ବିଦାରକ ଘଟଣା ତ ଆମ ଭିତରୁ କିଏ ବି ଭୁଲି ପାରିବେନି। ପୁଲୱାମା ଆଟାକ୍ ଆମ ଭିତରୁ କିଏ ବି କେବେ ବି ଭୁଲି ପାରିବେନି, ଆମ ଇଣ୍ଡିଆନ୍ସ ମାନେ କେବେ ବି ଆମେ ଭୁଲି ପାରିବୁନି। ସେଦିନ 40 ଯବାନ ଶେଷ ନିଶ୍ୱାସ ନେଇଥିଲେ, ତ ସେ କଥାଟା ଆମେ କିଏ ବି ଭୁଲି ପାରିବୁନି। ଶୁଣିଲେ ତ ଭ୍ୟାଲେଣ୍ଟାଇନ୍ ଡେ ବ୍ୟାକଅପ୍ ଷ୍ଟୋରି। ଭ୍ୟାଲେଣ୍ଟାଇନ୍ ସେଇଟା ଥିଲା, ଏଇଟା ନୁହେଁ ଯେଉଁଟା ଆମେ କରୁଛେ, ହକ୍ ଡେ, କିସ୍ ଡେ, ସେଇ ଡେ, ଏଇ ଡେ ଆଉ ଓୟ ଯିବା। ସୁଧୁରି ଯାଅ ରେ।